ଉପରମୁଣ୍ଡରେ ଲଗାଣ ବର୍ଷା ମହାନଦୀ ଅବବାହିକାରେ ବନ୍ୟା ପାଣିର ଆତଙ୍କ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଶାଖା ନଦୀଗୁଡ଼ିକରେ ବନ୍ୟା ପାଣି କୂଳ ଲଙ୍ଘି ନଦୀ ପଠାଗୁଡ଼ିକରେ ଥିବା ହଜାର ହଜାର ଏକର ପରିବା ଫସଲ ନଷ୍ଟ କରିଦେଇଛି ଯାହାଫଳରେ ନଦୀକୂଳିଆ ଚାଷୀଙ୍କ ବୃଦ୍ଧିବାଟ ହଜିଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ମହାନଦୀର 7ଟି ଶାଖା ନଦୀର ଉର୍ବର ପଠାରେ ଚାଷୀ ବିଭିନ୍ନ ପନିପରିବା ଓ ଝୋଟ ଚାଷ କରିଥିଲେ। ଧାର ଋଣ କରି ହଜାର ହଜାର ଏକର ଜମିରେ ପରିବା ଚାଷ କରିଥିଲେ। ମାତ୍ର ଚଳିତ ବନ୍ୟା ସେମାନଙ୍କ ସ୍ୱପ୍ନକୁ ଧୂଳିସାତ କରିଦେଇଛି। ଲୁଣା, କରାଣ୍ଡିଆ ଓ ଚିତ୍ରୋତ୍ପଳା ନଦୀରେ ଦ୍ୱିତୀୟବାର ବନ୍ୟା ଜଳ ବୃଦ୍ଧି ପାଇ କୂଳ ଲଙ୍ଘିଛି। ଏସବୁ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ପୋଟଳ, ଭେଣ୍ଡି, ପୋଇ, କଖାରୁ, ବାଇଗଣ, ଝୁଡୁଙ୍ଗ, କାକୁଡ଼ି, ଜହ୍ନି ଆଦି ସବୁଜ ପନିପରିବାରେ ବନ୍ୟା ପାଣି ମାଡ଼ିଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ବହୁ ପରିମାଣରେ ନଳିତା ଫସଲ ଉଜୁଡ଼ି ଯିବାକୁ ବସିଛି। ଜମିରେ ଏବେ 3 ରୁ 3.5 ଫୁଟ ଉଚ୍ଚର ପାଣି ଚାଲିଛି। ଚାରଣ ଭୂମି ବୁଡ଼ି ଯାଇଛି। ଗୃହପାଳିତ ପଶୁଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି। ଫସଲ ଭେଣ୍ଡି, ବାଇଗଣ, ଝୁଡୁଙ୍ଗ, କଞ୍ଚା ଲଙ୍କା, କଖାରୁ ହେଇଥିଲା। କଖାରୁ ଅଲରେଡି 2 କିଲେ 2.5 କିଲେ ଏମିତି ହେଇଥିଲା। କେହି ପାକଳ ହେଇନି, ସେ ବି ରହିବନି, ଘରେ ପଚିଯିବ। ହେଇଗଲାଣି ଆସିକି 36 ଘଣ୍ଟାରୁ ଉର୍ଦ୍ଧ୍ୱ ପାଣି ପଶି ରହିଗଲାଣି। ସେ ଫସଲ ଆଉ ହବ ନାହିଁ। ସବୁ ଟୋଟାଲ ଫସଲ ପଳେଇଲା। ବର୍ଷା ପାଣିରେ ଯାହା ଦୋଳା ଲାଗିଥିଲା କାଲି ବନ୍ୟା କରି ବୁଡ଼ିକି ଟୋଟାଲ ସବୁ ନଷ୍ଟ ପଡ଼ି ଚଳିଗଲା ଆଉ ସବୁ ନାଳେଇ ଯାଇଛି। କିଛି ବର୍ତ୍ତମାନ ଆଉ ନାହିଁ, ତରକାରୀ ଖାଇବାକୁ ମିଳିବନି। ଆଉ କ'ଣ ଆମେ କ'ଣ କରିବୁ? ସରକାର ଯାହା କରିବେ, ସରକାରଙ୍କ ଅବଦାନ ଆମେ ଯାହା କରିବୁ, ଆମେ କ'ଣ କରିପାରିବୁ? ଆମର କିଛି ଅଛି। ବସପୁର ନିକଟ ଲୁଣାନଦୀ ପଠାରୁ କଳପଡ଼ା ପୋଲ ପର୍ଯ୍ୟନ୍ତ ଯେଉଁ ପନିପରିବା ବାହାରିଥାଏ ତାକୁ ସାରା ଜିଲ୍ଲାକୁ ଯୋଗାଇଥାନ୍ତି ଚାଷୀ। କେନ୍ଦ୍ରାପଡ଼ାର ମୁଖ୍ୟ ପରିବା ବଜାର ଗୋପଛକ ବଜାରକୁ ଯୋଗାଇଥାନ୍ତି ପରିବା। କଟକ, ଭୁବନେଶ୍ୱର, ପାରାଦୀପ ଆଦି ଅଞ୍ଚଳର ବେପାରୀ ତାଜା ପରିବା କିଣି ବେପାର କରି ଗୁଜରାଣ ମେଣ୍ଟାଇଥାନ୍ତି। ବନ୍ୟା ପାଣି ବିଲରେ ମାଡ଼ିଗଲା ପରେ ଏବେ ପରିବା କିଲୋ 100ରୁ ଅଧିକ ଟଙ୍କା ଦେଇ କିଣି ଖାଇବେ ଗ୍ରାହକ। ଏପଟେ ଚାଷୀ କ୍ଷତିପୂରଣ ଦାବି କରିଛନ୍ତି। ଚେର ସବୁ ନଷ୍ଟ ହେଇଗଲା, ପଚିଗଲା ବେଳେ ଗଛ ସବୁ ଝାଉଁଳି ମରିଗଲାଣି। ସେକରେ ଧାନ ତଳା ହରିଆ ସବୁ ବୁଡ଼ି ରହୁଛି, ତଳା ସବୁ ନଷ୍ଟ ହେଇଗଲାଣି, ରୋଇ ପାରୁନି, ହଳ ବୁଲି ପଡୁଛି, ରୋଇ ପାରୁନି। ଆଉ ସରକାର ଆସିବେ, ଦେବେ ଆମକୁ, ଆଉ ଆମେ ତାଙ୍କ ଉପରେ ଭରସା ଅଛି। ଆମର ଯାହା ହେବା କଥା ହବ। ପରିବା ଯାଉଥିଲା ଆମର କେନ୍ଦ୍ରାପଡ଼ା ଯାଉଥିଲା, ଗୋପ ଯାଉଥିଲା, ଚାନ୍ଦୋଳ ଯାଉଥିଲା। ଏଠି ଆମର ଲୋକାଲ ପାଟଣା ହାଟ ହଉଥିଲା, କଲ ପାଟଣା। ବିକୁଥିଲୁ 10, 20, 30 ଯେତେବେଳେ ରେଟ୍ ଥିଲା। କିନ୍ତୁ କିଣି ଖାଇବୁ, ତାପରେ 100 ଟଙ୍କା 80 ଟଙ୍କା ତ ପରିବା ଆଉ ମିଳିବନି, କିଣି ଖାଇବୁ। ଆଉ କ'ଣ କରିବୁ? ଯାହା ଭୋଟ ବେଳେ ସବୁ ଆସିବେ, ତାଙ୍କ ଭୋଟ ସରିଲା ପରେ ତାଙ୍କ ବାଟରେ ସିଏ ରହିଲେ। ଚାଷୀ ମଲେ, ଆଉ କ'ଣ ଚାଷୀଙ୍କ କଥା କିଏ ବୁଝୁଛି? ଲଗାଣ ବର୍ଷା ଯୋଗୁଁ ମହାନଦୀ ସିଷ୍ଟମରେ ବନ୍ୟା ଆସିବା ପରେ ନଦୀ କୂଳ ପଠାରେ ଚାଷୀ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷ କରିଥିବା ପରିବା ବର୍ତ୍ତମାନ ନଷ୍ଟ ହୋଇଯିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। କେବଳ ସରକାରୀ ସାହାଯ୍ୟକୁ ଅନେଇବା ଛଡ଼ା ଆଉ କିଛି ପନ୍ଥା ନାହିଁ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ରାପଡ଼ାରୁ ସରୋଜ ପରିଡ଼ା, କଳିଙ୍ଗ ଟିଭି।